ଜୟ ଜଗନ୍ନାଥ। ପିଲାମାନେ ଆଜି ଆଜି ଆମେ ଗୋଟେ ସାହିତ୍ୟ ଗୋଟେ ସେଟ୍ ଆଲୋଚନା କରିବା। ଇଂଲିଶ ଯୋଉ ସେଟ୍ ଆଲୋଚନା ହଉଛି ଦେଖୁଥିବ, ତାକୁ ସୁନ୍ଦର ଭାବରେ ମୁଁ ପ୍ରାଞ୍ଜଳ ଭାବରେ ବୁଝଉଛି। ସାହିତ୍ୟକୁ ବିଷୟବସ୍ତୁ କହୁନି କାହିଁ, ସାହିତ୍ୟ ତ ସବୁ ପଢି ଜାଣିଥିବ। ଇଂରାଜୀ ବିଷୟ କହିଦଉଛି କାଳେ ଜାଣିଥିବ ନଥିବ, କିନ୍ତୁ ସାହିତ୍ୟ ତ ଗପ ଭଳିଆ ବହି ପଢୁଥିବ, ତେଣୁ ତା ବିଷୟବସ୍ତୁ କହୁନି, ଖାଲି ପଏଣ୍ଟ ଗୁଡେ ଉତ୍ତର ଗୁଡେ ଖାଲି କହିଦଉଛି ହେଲା। କ୍ୱେଶ୍ଚିନ୍ ନମ୍ବର 1, ଭୀମ କାହାକୁ ସିଂହନାଦ ମାଗନ୍ତୁ ବୋଲି ସହଦେବ ଜଗନ୍ନାଥଙ୍କୁ କହିଛନ୍ତି? ମହେଶ୍ୱର। ଅପସନ ସି। ଅଙ୍ଗଦର ଶକ୍ତ ପ୍ରହାରରେ କେଉଁ ପର୍ବତ ପାତାଳଗାମୀ ହୋଇଥାନ୍ତା? କୋଉଟା? ବିନ୍ଧ୍ୟ। ହେଲେ କିଏ ଖୁସି ହେଇଥାନ୍ତେ? ସୂର୍ଯ୍ୟ। ବିନ୍ଧ୍ୟ ପର୍ବ ଜାଣିଛ? 3, ସମୁଦ୍ର ମୁହାଣ ଚିଲିକାର କେଉଁ ଦିଗରେ ଅବସ୍ଥିତ? ଚିଲିକାର ପୂର୍ବ ଦିଗରେ। ସମୁଦ୍ର ମୁହାଣ ହେଲା ପୂର୍ବ ଦିଗରେ। ସୀତାଙ୍କୁ କୋଳରେ ପାଇ କିଏ ନିଜକୁ ଭାଗ୍ୟବତୀ ମନେ କରୁଥିଲେ? ତମସା। ଭାଗ୍ୟବତୀ ବୋଲି ମତେ ବୋଲିବେ ପର ସଂସାରେ ଅଛି। ତମସା ନଦୀ। 5, ନିର୍ଝର କେଉଁଠାରେ ସୃଷ୍ଟି ହେବ କହିଛି? ମରୁଭୂମିରେ ନିର୍ଝର ସୃଷ୍ଟି ହେବ ବୋଲି କହିଛି, ମରୁଭୂମିରେ। ବୀର ପ୍ରସୂନୀର ବାସଭୂମି ଭାବରେ କାହାକୁ କୁହାଯାଇଛି? ଆମର ଉତ୍କଳ ଭୂମିକୁ ବୀର ପ୍ରସୂନୀର ବାସଭୂମି। ରାଘବଙ୍କ ଲଙ୍କାତ୍ରା ଅନୁକୂଳ କବିତାଟି କେଉଁ ପୁସ୍ତକରୁ ଆସିଛି? କବି ସମ୍ରାଟ ଉପେନ୍ଦ୍ରନାଥଙ୍କର ବୈଦେହୀଶ ବିଳାସରୁ ଆସିଛି ହେଲା। 8 ନମ୍ବର, ନାବିକ ମାନଙ୍କ କଣ୍ଠରୁ କେଉଁ ସଙ୍ଗୀତ ଭାସି ଆସୁଥିଲା? ଗଲାଣି ତ ଗଲା କଥାରେ ସଂଗାତ। କିଏ ଲେଖିଥିଲେ? କବି ସୂର୍ଯ୍ୟ ବଳଦେବ ରଥ। ସ୍ତବ ପାଠ କିଏ କରିଥିଲା? କୋଉଥିରେ ଆସିଛି? ମଙ୍ଗଳ ବିଳାସରୁ ଆସିଛି। କୁମ୍ଭାଟା ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ, କୁମ୍ଭାଟୁଆ। ଜଗତର କଲ୍ୟାଣ ସାଧିତ କବି ମାଟିମାର କେଉଁ ଗୁଣକୁ ମାଗିଛନ୍ତି? ଅମାପ ଧୈର୍ଯ୍ୟ ଶକ୍ତି। ଆରାମ ଚଉଠି କେଉଁଠି ପଡିଥିଲା? ଆରାମ ଚଉଠି ଡ୍ରଇଂ ରୁମରେ ପଡିଥିଲା ଆଉ ହେଲା। କାହାର ପ୍ରବେଶ ମାତ୍ରେ ଦରବାର କକ୍ଷର ସମସ୍ତ ଗୁଞ୍ଜନ ହଠାତ୍ ସ୍ତବ୍ଧ ହେଲା? ମହାରାଣୀଙ୍କର ପ୍ରବେଶରେ। ଫଲ୍ଗୁ କାଙ୍କର ଲେଖକ କିଏ? ମନୋରଞ୍ଜନ ଦାସ। ଧର୍ମା ଯିବା ପୂର୍ବରୁ କାହାକୁ ସ୍ମରଣ କରିଥିଲା? ମା ମଙ୍ଗଳାଙ୍କୁ। ମଣିଷର ବିଦ୍ୟା ବୁଦ୍ଧି ସବୁ ବିଫଳ ହେଇଛି। 15 ନମ୍ବର କ୍ୱେଶ୍ଚିନ୍ ଦେଖ, ମଣିଷର ବିଦ୍ୟା ବୁଦ୍ଧି ସବୁ ବିଫଳ ହେଇଛି। କିଏ କହିଛି? ଆଗନ୍ତୁକ। ତାପରେ କ୍ୱେଶ୍ଚିନ୍ ନମ୍ବର 16 ଦେଖ, ରୁଟି 2 ଖଣ୍ଡ ଦାମ କେତେ ଉଲ୍ଲେଖ କରିଛନ୍ତି? 4 ଅଣା। ଏ ଅପସନ। 17 ନମ୍ବର, ଅଙ୍ଗଦ କାହାର ଶିଳାଲେଖ ପଢୁଥିଲେ? ଅଶୋକଙ୍କର ଶିଳାଲେଖ ପଢୁଥିଲେ। ଅଶ୍ୱତ୍ଥ ଗଛ ମୂଳେ ମହାବୀର ଦିନ କଣ ପାଇଥିଲେ? ପରମ ଜ୍ଞାନ ପାଇଥିଲେ। କାଠୁରିଆ କିପରି ଗ୍ରନ୍ଥିର ଶିରାଳ କାଠକୁ କାଟୁଥିଲା? ଅତି ଆଗ୍ରହର ସହ କାଟୁଥିଲା। ନରସିଂହ 20 ନମ୍ବର ଦେଖ, ନରସିଂହଦେବଙ୍କର ମାଙ୍କ ନାମ କଣ ଥିଲା? ଛାୟା ମହାଦେବୀ। ପଲ୍ଲୀର ନରନାରୀଙ୍କ ମଧ୍ୟରେ କେଉଁ ପରମ୍ପରା ଗଢି ଉଠିଥାଏ? 21 ନମ୍ବର ଦେଖ, ଏକ ପରିବାର ଡି ଅପସନ ଡି। ଭାରତୀୟ ସଭ୍ୟତାରେ 22 ନମ୍ବର, ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ କଣ? ଆଧ୍ୟାତ୍ମିକତା। କାନ୍ତ କବି ଲକ୍ଷ୍ମୀକାନ୍ତ କଣ ଥିଲେ? ବୈଷ୍ଣବ। ତାପରେ ଗୁରୁ ଶିଷ୍ୟ ବରାହନ କାରଣ କଣ କି? ତାକୁ ବେମାରରେ ପଡିଲେ। ଓଡିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ 23 ନମ୍ବର 25 ନମ୍ବର ଦେଖ, ଓଡିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାମ ହଉଛି ପଦ୍ମମାଳୀ ହେଲା। ପଦ୍ମମାଳୀ। ଆଜିକାଲି ସାର ମାଉସୀ ଲେଖକୁ କଣ କହୁଛି? 26 ନମ୍ବର ଦେଖ, 26 ନମ୍ବର, ଆଜିକାଲି ସାର ମାଉସୀ ଲେଖକୁ କଣ କହୁଛି? ନା କେବେ ଆସିଲୁ ବାବୁ। କ୍ୱେଶ୍ଚିନ୍ ନମ୍ବର 27, ଜଡ ବିଜ୍ଞାନ ମୂଳେ ରାମନ କେଉଁ ଶାସ୍ତ୍ର ନିହିତ ଅଛି? ଗଣିତ ଶାସ୍ତ୍ର। 28, ଗଣତନ୍ତ୍ର ମୂଳ ମନ୍ତ୍ରଟି କଣ? ଶିକ୍ଷା।
ବରାହନଗର ଛାଡିଲା ପରେ ବିବେକାନନ୍ଦ କେଉଁଠାରେ କିଛି ଦିନ ରହିଥିଲେ? ଯାଇ କାଶୀରେ ରହିଥିଲେ। କାଶୀରେ ନୀଳ ମାଷ୍ଟରୀ ଗଳ୍ପର ଲେଖକ କିଏ? ସେ ଗୋଦାବର୍ଷ ମହାପାତ୍ର। ଅପସନ ବି ନୀଳ ମାଷ୍ଟରୀ ଗଳ୍ପର। ଦେଖ 31 ନମ୍ବର ଗ୍ରାମାର ଆସିଲା। କାଠିକର ପାଠ। କାଠିକର ପାଠ ହେଲା ଏଠି କ୍ରିୟାହୀନ ରୂଢି, କ୍ରିୟା ନାହିଁ ଏଥିରେ, କ୍ରିୟାହୀନ ରୂଢିଟା ହେଲା। 32 ନମ୍ବର ଦେଖ, 32 ନମ୍ବର ଅତି ବୁଦ୍ଧିଆ ଅର୍ଥ କଣ? ଉଡିଗଲା ଚଢେଇର ପରିଗଣିବା। ସି, ଅପସନ ସି। କେଉଁ ରୂଢିରେ କୌଶଳରେ ପିଲା ଆୟ ଲେଖା ହେଇଛି? ଏଟା ଆୟତ ଆୟତ ହେଲା। କେଉଁ ରୂଢିଟି କୌଶଳରେ ଆୟତ କରିବା ଅର୍ଥରେ? ବୋଲେ ହାତ କରିବା, ହାତ କରିବା, ହାତ କରିବା। ହାତ ଧରିବା ଅର୍ଥ ବାହାବା। ମୁହଁ ଦେବା ଅର୍ଥ ପ୍ରଶୟ ଦେବା। ମୁହଁ ଦେବା ଅର୍ଥ ପ୍ରଶୟ ଦେବା। ହାତ ଧରିବା ଅର୍ଥ ବାହାବା। ମନ ଘର ଧରିବା ଅର୍ଥ ଟିକେ ଇଏ କରିବା, ବାଜି ବୁଝିକି ଚାରୁଛି କାମ କରିବା, ଯେ ଏପଟ ସେପଟ ହଉଥିବ, ମନ ଘର ଧରିବା କାମ କରିବ। 34 ନମ୍ବର ବାପା ଜେଜ ଓ ମା ଯତ୍ନ ନିଅନ୍ତି। ଓଟା କଣ? ନା ଓଟା ହଉଛି ଅବ୍ୟୟ ପଦ। 35 କ୍ୱେଶ୍ଚିନ୍ ନମ୍ବର ଦେଖ, ଗୋଟିଏ ମାତ୍ର ସହାୟକ ଥିବା ବାକ୍ୟ କି ବାକ୍ୟ ହୁଅନ୍ତି? ଗୋଟିଏ ସରଳ ବାକ୍ୟ। 36 କେଉଁ ଛନ୍ଦର ପ୍ରତିପାଦ ଅକ୍ଷର ସଂଖ୍ୟା 16? କାଲି ପଢାଇଥିଲା ରାମଗିରି। ରାମଗିରି 16। 37 ନମ୍ବର ଦେଖ, ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଏଠାରେ କେଉଁ ଅଳଙ୍କାର ବ୍ୟବହାର ହେଇଛି? ଅନୁପ୍ରାସ। ଦେଖ ଅନୁପ୍ରାସ କଣ ଜାଣିଛ? ଅନୁପ୍ରାସ ଅଳଙ୍କାର ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପୁନରାବୃତ୍ତି ହେଇଥିବ। ଅନୁପ୍ରାସ ଅଳଙ୍କାର ବ୍ୟଞ୍ଜନ ବର୍ଣ୍ଣ କ ଠୁ ଆରମ୍ଭ ସିଆଡେ କ କ କ କ ଳ ମ ବ ହ କ୍ଷ ବ୍ୟଞ୍ଜନ ବର୍ଣ୍ଣ। ଏଥିରେ କଣ ଆରମ୍ଭ ହେଇଛି? ନା ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଅଳ 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 ବାରମ୍ବାର ବେଳା ହେଇଛି। କ ବି କ କ ଏଠି ଦୀର୍ଘିକା ଏଠି କ ଅଳ ବାରମ୍ବାର ବାହାରିଛି। ଲୁଣି ମଣି ନାଡି ମଧୁ ଝରକୁ ଶୁଣି ତ ବିଷମ ବଂଶୀ ସ୍ୱରକୁ। ଲୁଣି ମଣି লিଣି ଣ ଏଇଗୁରା। ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି। ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି କହ କଳ ହେଲା। ରକ୍ଷା କେମନ୍ତ କରି କରିବା ମତ କରି ଗତି କି ଏମନ୍ତ ବିଚାରୀ ରେ ସହଚରୀ। କବି ସମ୍ରାଟ ଉପେନ୍ଦ୍ରଙ୍କର ଲାବଣ୍ୟବତୀ। ଇଏ ହେଲା ଳ କ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ପୁନରାବୃତ୍ତିତ, ତାକୁ କୁହନ୍ତି ଅନୁପ୍ରାସ ଅଳଙ୍କାର। କ୍ଲିୟର? ଶଙ୍କରାଭୁଣ ଛନ୍ଦ ପ୍ରତ୍ୟେକ ପଦରେ କେତୋଟି ପାଦ ଥାଏ? ପ୍ରତ୍ୟେକ ପଦରେ 4ଟି। ଶଙ୍କରାଭୁଣ ଜାଣିଛ କଣ? ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମତେ, ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ, ପ୍ରଭୁ ପରମ ଶରଣ ଏ ଜୀବନ ଶ୍ରୀ ଚରଣେ କଲି ସମର୍ପଣ। ଏଇଟା ହଉଛି ଆମର ଶଙ୍କରାଭୁଣର ଛନ୍ଦରେ ଲେଖା ହେଇଛି। 4 ପାଦରେ ଗୋଟେ ପଦ। ତାପରେ ଦେଖ, କେଉଁଠି ସତ୍ୱବୁଦ୍ଧି ନିୟମର ଅତିକ୍ରମ? କଳୁଷ। ଏଇଟା ସତ୍ୱବୁଦ୍ଧି ନତ୍ୱବିଧି ପଢା ଜାଣିନାହାନ୍ତି, ପଢିବ ଟିକେ, କେବେ ଆଲୋଚନା କରିବା। ତାପରେ ଛନ୍ଦ କେତେ ଭାଗରେ ବିଭକ୍ତ? ଛନ୍ଦ 2 ଭାଗରେ। କଣ? ମିତ୍ରାକ୍ଷର ଛନ୍ଦ ଅମିତ୍ରାକ୍ଷର ଛନ୍ଦ। 2 ଭାଗରେ ଛନ୍ଦ ବିଭାଗ। କେଉଁଠି ଯତ୍ନ ନେବା? ଯତ୍ନ ନେବା ଅର୍ଥ କଣ? ଯତ୍ନ ଅର୍ଥ ଆଖି ରଖିଦବ। ମୋ ପୁଅ ପେଟେ ଆଖି ରଖିଦବୁ ଅର୍ଥ ଯତ୍ନ ନେବୁ, ଆଖି ରଖିବା। ଆଖି ଦେବା ଅର୍ଥ କଣ? ଆଖି ଦେବା, ଆଖି ପକେଇବା ଅଲଗା। ଆଖି ପକେଇଲା ବୋଲେ କୋପ ଦୃଷ୍ଟି ପକେଇବା, ୟାର ସବୁ ଅର୍ଥ ଅଲଗା ଅଛି ହେଲା। ଆଖି ରଖିବା ଅର୍ଥ ଯତ୍ନ ନେବା। ଆଖି ପାଇବା ଅର୍ଥ ସାହସ ପାଇଯିବା ହେଲା। ଆଖି ପକେଇବା ଅର୍ଥ କୋପ ଦୃଷ୍ଟି ପକେଇବା। ଚଲା। ଯତ୍ନ କଲେ ରତ୍ନ ମିଳେ। ଇଏ ହଉଛି କଣ? ଏ ଲୋକଙ୍କ ଅର୍ଥ କଣ? ଅଧ୍ୟବସାୟ ସଫଳତାର ଚାବିକାଠି। ଅପସନ ବି ଇଜ କରେକ୍ଟ। ହେଲା। ତାପରେ ଆସିଲା ଗୋଟିଏ ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡିକର ଅର୍ଥବୋଧକତା ପାଇଁ ଅପେକ୍ଷା ତାକୁ କୁହନ୍ତି ଆକାଂକ୍ଷା। ଅପସନ ସି। 84 ନମ୍ବର ବାକ୍ୟର ଗଠନାତ୍ମକ ରୂପ କେତେ ପ୍ରକାର? ବାକ୍ୟ କଣ? ଗୋଟେ ହଉଛି ଭାବସୂଚକ ବାକ୍ୟ, ଆଉ ଗୋଟେ ହଉଛି ଗଠନାତ୍ମକ ବାକ୍ୟ। ଭାବସୂଚକ ବାକ୍ୟ 4 ପ୍ରକାର। କଣ? ବିବୃତ୍ତି ସୂଚକ, ପ୍ରଶ୍ନ ସୂଚକ, ଆଦେଶ ସୂଚକ, ବିସ୍ମୟ ସୂଚକ 4 ପ୍ରକାର। ଗଠନାତ୍ମକ ବାକ୍ୟ ହଉଛି 3 ପ୍ରକାର। କଣ? ସରଳ, ଜଟିଳ, ଯୌକ୍ୟ। 3 ପ୍ରକାର ଗଠନ ବାକ୍ୟ ହେଲା 3 ପ୍ରକାର। ସରଳ, ଯୌକ୍ୟ, ଜଟିଳ ବାକ୍ୟ। ଭାବ ସୂଚକ ହଉଛି 4 ପ୍ରକାର। କଣ କଣ? ବିବୃତ୍ତି ସୂଚକ, ପ୍ରଶ୍ନ ସୂଚକ,
ଆଦେଶ ବା ଅନୁଜ୍ଞା ସୂଚକ ବିସ୍ମୟ ସୂଚକ ବାକ୍ୟ ମନେ ରଖ ସେଟା ପଡେ। ତାପରେ ତୁମର ନିୟମ ମୁଁ ପାଳି ପାରିବି ନାହିଁ, ଆ ନାହିଁ ତ ନାହିଁ ଅର୍ଥ ନାସ୍ତିବାଚକ, ଆଉ ନାହିଁ ଲେଖିଛି ଅର୍ଥ କଣ ନାସ୍ତିବାଚକ ବାକ୍ୟ ଆଉ କଣ। ନିମ୍ନୋକ୍ତ ମଧ୍ୟରୁ କୋଉଠି ଶବ୍ଦ ଅଳଙ୍କାର? ଶବ୍ଦ ଅଳଙ୍କାର ହେଲା ଅଳଙ୍କାର ଦି ଭାଗରେ, ଶବ୍ଦ ଅଳଙ୍କାର ଅର୍ଥ ଅଳଙ୍କାର। ଶବ୍ଦ ଅଳଙ୍କାର ହେଲା ଶ୍ଲେଷ, ଶ୍ଲେଷ, ଶ୍ଲେଷଟା କାହିଁକି ନା ଇଏ ଓରା ହଉଛି ଅର୍ଥ ଅଳଙ୍କାର, ରୂପକ ଉପମା ଉତ୍ପ୍ରେକ୍ଷା ହଉଛି ଓରା ହଉଛି ଅର୍ଥ ଅଳଙ୍କାର। ଶ୍ଲେଷ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦାସକୁ, ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷକୁ ବିହର କାନନ କରି ଆଲିଙ୍ଗନକୁ, ଏ ହଉଛି ଶ୍ଲେଷ ଅଳଙ୍କାର। ତାପରେ ଖଣ୍ଡ ଖଣ୍ଡ 47 ନମ୍ବର ଦେଖ, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ର। ଏଥିରେ ଉପମାସ ଶବ୍ଦ କିଏ? ଯଥା, ଯଥା ଉପମାସ ହେଲା ଯଥାସି। 48 ନିମ୍ନୋକ୍ତ ଦର୍ପଣ ଏହି ଶବ୍ଦରେ କେଉଁ ବର୍ଣ୍ଣ ପରେ ନ ଅଛି? ରବ୍, ର ପରେ, ଅପସନ ଏ ରବ୍। 49 ହଉଛି ଶବ୍ଦ ଠିକଟା ହଉଛି ଅପସନ ବି ଶଶି ଭୂଷଣ। ଦେଖ ତାଲବେଶ ତାଲବେଶ ଦୀର୍ଘ ହର୍ଷିକାର ଭଦ୍ରୁକାର ମୂର୍ଧନ୍ୟଷଣ ଶଶି ଭୂଷଣ, ଏଇଟା ଠିକ ଅଛି। ତାପରେ କେଉଁଠି ବନାନ ଶୁଦ୍ଧ ଅଟେ? ସି ଆନୁଷଙ୍ଗିକ, ଆନୁଷଙ୍ଗିକ। କ୍ଲିୟର ଦେଖିଲ ହେଲା। କେତେ 10 ମିନିଟ୍ ଲାଗିବ ନାଇଁ ଦେଖିଦବ। ପ୍ରତିଦିନ ଗୋଟେ ଗୋଟେ ଛାଡିବି, ପୁରା ଦେଖିକି 50ଟା 70 ଖଣ୍ଡେ ଛାଡିଦେବି, ଦିନକୁ 2ଟା ଛାଡିବି, ପୁରା ମୁଖସ୍ଥ କରି ତମର ଏଇ ପରୀକ୍ଷା ଯିବ 50-50। ଥ୍ୟାଙ୍କ ୟୁ।